ପିଲାମାନେ ଆଜି ଆମେ ପଢ଼ିବା ଷଷ୍ଠ ଶ୍ରେଣୀର ଇଂରାଜୀ ପାର୍ଟ 2ର ଲେସନ୍ ନମ୍ବର 1। କ'ଣ ଦେଇଛି ଦେଖ, ଲେସନ୍ ନମ୍ବର 1ରେ ଦେଇଛି ମାଇସ୍। ମାଇସ୍ କହିଲେ କ'ଣ ପ୍ରଥମେ ଆମେ ବୁଝିବାକୁ ଚେଷ୍ଟା କରିବା। ଆମେ ଜାଣିଛେ ପିଲାମାନେ ଯେ ମାଉସ୍ MOUS, ମାଉସ୍ ବୋଲେ କ'ଣ ଜାଣିଛେ, ମୂଷା। ତମେ ଯଦି ଜାଣିନ ତାହେଲେ ଜାଣି ରଖ, ମାଉସ୍ ମାନେ ହେଲା ମୂଷା। କିନ୍ତୁ ଏ ମାଇସ୍ର ଅର୍ଥ କ'ଣ? ମାଉସ୍ ବେଲେ ଆମେ ମୂଷା ବୋଲି ଜାଣିଛେ, କିନ୍ତୁ ଏ ମାଇସ୍ର ଅର୍ଥ କ'ଣ ଟିକେ ବୁଝିବାକୁ ଚେଷ୍ଟା କର। ମାଉସ୍ ହେଲା ତାହାର ସିଙ୍ଗୁଲାର ହେଲା ମାଉସ୍, ତାକୁ ଯଦି ପ୍ଲୁରାଲ କରିବା ତାହେଲେ ସେଇଟା ମାଇସ୍ ହେବ। ଏ ସିଙ୍ଗୁଲାର ପ୍ଲୁରାଲ କ'ଣ ଯଦି ଭାବୁଛ ତାହେଲେ ଗ୍ରାମାର ଯଦି ଜାଣିଛ ଜାଣିଥିବ, ନହେଲେ ଜାଣି ରଖ। ଗୋଟିଏ ମୂଷାକୁ ଆମେ ମାଉସ୍ ବୋଲି କହିବା, ଯଦି ଅନେକ ଗୁଡ଼ିଏ ମୂଷା ଅଛି ତାହାକୁ ଆମେ ମାଉସ୍କୁ ନ କହି ମାଇସ୍ ବ୍ୟବହାର କରିବା, ତାହା ପ୍ଲୁରାଲ ବା ବହୁବଚନ ବୋଲି ଆମେ କହିବା। ଠିକ୍ ଅଛି ପିଲାମାନେ, ଦେଖ ଚାପ୍ଟରରେ କ'ଣ ଅଛି ଦେଖିବା। ଏହାର ଆମେ ପୂର୍ବ ଭିଡ଼ିଓ ମାନେ ମଧ୍ୟ ପଢ଼ି ସାରିଛେ ଓ ତାହାର ଆମର ୟୁଟ୍ୟୁବ୍ ଚ୍ୟାନେଲରେ ଆଭେଲେବୁଲ୍ ଅଛି। ଯେଉଁମାନେ ସେ ଭିଡ଼ିଓକୁ ଦେଖିବାକୁ ଚାହୁଁଛ ଯାଇକି ଆମର ଚ୍ୟାନେଲକୁ ଭିଜିଟ୍ କରନ୍ତୁ। ଠିକ୍ ଅଛି ପିଲାମାନେ, ଦେଖ ପାଠରେ କ'ଣ ଅଛି ଦେଖିବା। ଅତି ସହଜ ଭାଷାରେ ବୁଝିବା ଆଉ ଦେଖିବା, ଆଲୋଚନା କରିବା। ଠିକ୍ ଅଛି, ଦେଖ ଆମେ ଏଇଠୁ ଆରମ୍ଭ କରିବା। ଟେକ୍ସଟ କ'ଣ ଦେଇଛି, ଆଇ ଥିଙ୍କ ମାଇସ୍ ଆର୍ ରେଦର ନାଇସ୍। ଏହାର ଅର୍ଥ କ'ଣ? ମୋର ଭାବନା ଅନୁସାରେ, ଏଇଟା କିଏ କହୁଛନ୍ତି? କବି କହୁଛନ୍ତି ମୋର ଅନୁସାରେ ବା ତାଙ୍କ ଅନୁସାରେ କ'ଣ, ମାଇସ୍ ଆର୍ ରାଦର ଦେନ୍ ନାଇସ୍। ମାଇସ୍ କ'ଣ ହେଇଥାଏ? ମୂଷା ଗୁଡ଼ିକ କ'ଣ ହେଇଥାନ୍ତି? ତାଙ୍କ ଅନୁସାରେ ସେ ବରଂ ସୁନ୍ଦର ହେଇଥାନ୍ତି। ନାଇସ୍ ମତଲବ ତମେ ଜାଣିନ ବୋଲେ ଜାଣି ରଖ, ସୁନ୍ଦର। ମାଉସ୍ ଗୁଡ଼ିକ ବା ମୂଷା ଗୁଡ଼ିକ ରେଦର ଦେନ୍ ନାଇସ୍, ଅତି ସୁନ୍ଦର ହେଇଥାନ୍ତି। ଠିକ୍ ଅଛି, ତାପରେ ଆଉ କ'ଣ ଦେଇଛି, ଦେୟାର ଟେଲ୍ସ ଆର୍ ଲଙ୍ଗ୍। ଦେଖ ଆମେ ଟେଲ୍ ବେଲେ ଜାଣିଛେ ଯେ ଲାଞ୍ଜ, ଯେ ଜାଣିନ ସେ ଲେଖିକି ରଖ, ଟେଲ୍ ବେଲେ ଲାଞ୍ଜ, କିନ୍ତୁ ଏଥିରେ କ'ଣ ଦେଇଛି ଟେଲ୍ସ, ତାମାନେ ତାଙ୍କର ଲାଞ୍ଜ ଗୁଡ଼ିକ, ମାନେ ଏଇଟା ମାଇସ୍ ପାଇଁ କୁହାଯାଉଛି। ବହୁତ ଗୁଡ଼ିଏ ମୂଷା ପାଇଁ ମାଇସ୍, ସେମିତି ବହୁତ ଗୁଡ଼ିଏ ମୂଷାମାନଙ୍କର ଲାଞ୍ଜ ପାଇଁ କ'ଣ କୁହାଯାଉଛି, ଟେଲ୍ସ। ତ ତାଙ୍କର ଲାଞ୍ଜ ଗୁଡ଼ିକ କ'ଣ ହେଇଥାଏ, ଲମ୍ବା ହେଇଥାଏ। ଦେଖ ଏଇ ଚିତ୍ର ଦେଖୁଛି, ଭଲ ଭାବରେ ବୁଝିପାରିବ। ଦେଖ ତାଙ୍କର ଲାଞ୍ଜ କେମିତି ଲମ୍ବା ଲମ୍ବା ହେଇଥାଏ, ଚିତ୍ରରେ ଦେଖିନିଅ। ତାପରେ ଆଗରେ ଆଉ କ'ଣ ଅଛି ଦେଖିବା ଦେୟାର ଫେସେସ୍ ସ୍ମଲ୍। ଦେଖ ଫେସ୍ କହିଲେ ଆମେ ମୁହଁ ଜାଣିଛେ, କିନ୍ତୁ ଏଠି ବହୁ ବଚନ ବ୍ୟବହାର ହେଇଛି, ସେଥିପାଇଁ ଫେସେସ୍ ଲେଖା ହେଇଛି। ତାଙ୍କର ମୁହଁ ଗୁଡ଼ିକ ବହୁତ ଛୋଟ, ମୁହଁ ଗୁଡ଼ିକ ଅତି ଛୋଟ। ଦେଖ ଏହାର ମୁହଁ ଦେଖ ଏତେ ଛୋଟ, ଦେଖ ପିକ୍ଚରରେ ଦେଖ ମୁହଁ ଗୁଡ଼ିକ କେତେ ଛୋଟ, ଯେ ସେଇଟା ସେ କୁହାଉଛି। ଦେୟାର ଫେସେସ୍ ସ୍ମଲ୍, ଦେ ହ୍ୟାଭେଣ୍ଟ ଏନି ସ୍କିନ୍ ଏଟ୍ ଅଲ୍। ହ୍ୟାଭେଣ୍ଟ ପଢ଼ିବା, ଏହାକୁ ଆମେ, ଏହାର ମାନେ ହେଲା ହ୍ୟାଭ୍ ନଟ୍। ଏହାକୁ ସର୍ଟ ଫର୍ମରେ ହ୍ୟାଭେଣ୍ଟ ଲେଖା ହେଇଛି। ଏହାର ମାନେ ହେଲା ଦେ ହ୍ୟାଭ୍ ନଟ୍ ଏନି ସ୍କିନ୍ ଏଟ୍ ଅଲ୍। ତାଙ୍କ ପାଖରେ କୌଣସି ପ୍ରକାରର ଚର୍ମ ନାହିଁ ବା ସ୍କିନ୍ ନାହିଁ। ସ୍କିନ୍ ତ ଅଛି କହିବ ତମମାନେ, କିନ୍ତୁ ଏତେ ପତଳା ସ୍କିନ୍ ଯେ ତାର ନ କହିଲେ ସ୍କିନ୍ ନାହିଁ ବୋଲି କହିଲେ ମଧ୍ୟ ଚଳିବ। ବହୁତ ପତଳା ସ୍କିନ୍ ଥାଏ ମୂଷାର ପିଲାମାନେ, ତମେ ଯଦି ଦେଖିଥିବ ତାହେଲେ ଭଲ ଭାବରେ ଜାଣିଥିବ। ତ କ'ଣ କହିଲା ଏଠି ଦେଖ, ଦେୟାର ଫେସେସ୍ ସ୍ମଲ୍, ଦେ ହ୍ୟାଭ୍ ନଟ୍ ସ୍କିନ୍ ଏଟ୍ ଅଲ୍। ଦେୟାର ଇୟର୍ସ ଆର୍ ପିଙ୍କ। ତାର କାନ ଗୁଡ଼ିକ ହେଇଥାଏ ପିଙ୍କ ବା ଗୋଲାପୀ କଲରର ହେଇଥାଏ। ଦେୟାର ଟିଥ୍ ଆର୍ ହ୍ୱାଇଟ୍। ତାର ଦାନ୍ତ ଗୁଡ଼ିକ କେମିତି ଥାଏ, ଦାନ୍ତ ଗୁଡ଼ିକ, ଟିଥ୍ ଲେଖା ହେଇଛି, ଟୁଥ୍ ବେଲେ ହେଲା ଦାନ୍ତ, ଆଉ ଟିଥ୍ ବେଲେ ହେଲା ଦାନ୍ତ ଗୁଡ଼ିକ। ତମେ ଏଠି ଲେଖିନେବ ଦାନ୍ତ ଗୁଡ଼ିକ। ତାଙ୍କର ଦାନ୍ତ ଗୁଡ଼ିକ କେମିତି ହେଇଥାଏ, ହ୍ୱାଇଟ୍ ବା ଧଳା ହେଇଥାଏ। ଦେ ରନ୍ ଆବାଉଟ୍ ଦ ହାଉସ୍ ଏଟ୍ ନାଇଟ୍। ସେମାନେ କ'ଣ କରନ୍ତି, ଏପଟେ ସେପଟେ ଦୌଡ଼ି ବୁଲନ୍ତି। କେତେବେଳେ, ରାତିରେ। ତମେ
तुम घर जदि अच्छी बेले देखुव से राति ही एपटे सेपटे दौड़ी बुलू था। दिन बेला एमती चुपचाप रही था कौटी जाकि राति बेला से एपटे सेपटे दौड़ी बुलू था। से लिखाई दे रन अबाउट द हाउस एट नाइट से राति ही एपटे सेपटे दौड़ी बुलू था। दे निबल थिंग्स दे शुड नॉट टच से कौन करती निबल बेले टिके टिके कर ताहाकू कौन टिके टिके कर ताहाकू नष्ट करवा टिके टिके कर खाइबा से कौन करती थिंग्स बेले जिनिस तुम जिते जिनिस जी मूषा खाई जो जिनिस को तुम देखो से टिके 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 टाको करी खाई थाए तो कौन कहूँ से ये कहते जे दे निबल थिंग्स से टिके टिके करी जिनिस को नष्ट करी दे शुड नॉट टच से कौन करती ताहाकू छुअंती नहीं एंड नो वन सीम्स टू लाइक देम सो मच से बोधे लोके ताहाकू पसंद करती नहीं देखिबो अनेक लोक कौन मूषा मान को पसंद करती नहीं बोधे यही कारण लोक मैंने ताहाकू पसंद करी न थांती को कारण से जेकोसी जिनिस को कौन टिके 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 ताहाकू खाई दे थाए देख तुम बही पत्र जिते सब फल फूल जहाँ तुम घर रखि किसी खाଇବା जिनिस रखि से टिके 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 एमती करी खाइबो तो से लोक मैंने ताहाकू पसंद करती नहीं बोली एठी कहई सेट लिखाई बट आई थिंक माइस आर नाइस किंतु कौन ए कवि को लगुच यहीटा ठीक कथा नुहे कि से टिके टिके करी जेकोसी जिनिस को खाई था किंतु मते एते खराब लगे से कहते आई थिंक माइस आर नाइस किंतु मते जहाँ लगे मूषा गुड़िक ठीक अच्छा सुंदर अटंती बोली से कहते ठीक अच्छे पिला माने बुझीपार देख आशा कर भल भाव बुझीपार अति सरल भाषा तुम सबू वार्ड गुड़िक तार ओडिया रे अनुवाद करदेली एबे यार कौन करवा यार कॉम्प्रिहेंशन क्वेश्चन गुड़ी को आम आलोचना करना गोटे चैप्टर कॉम्प्रिहेंशन क्वेश्चन विथ तार चैप्टर एक्सप्लेनेशन गोटे चैप्टर सब शेष हो ठीक अच्छे देख एबे यार कॉम्प्रिहेंशन क्वेश्चन गुड़ी को करनबा देख एक नंबर कौन कहूँ देखा एक नंबर कहूँ व्हाट इज द पोएम अबाउट ये पोएम टी कहा विषय अच्छी आम पढ़ी की आसी पिला माने देखो आंसर लिखिबा द पोएम अबाउट माइस मूषा गुड़िक विषय अच्छी सेमती 2 नंबर करवा देख 2 नंबर कहूँ हु इज आई इन द फर्स्ट लाइन ऑफ द पोएम आई रो अर्थ कौन फर्स्ट लाइन रे जहाँ अच्छी ता कहूँ देख आम टोटाल जिते चैप्टर पढ़ले आई रो मीन्स आम कौन बोली जानी देख ये लिख इन द फर्स्ट लाइन क्वेश्चन अनुसार आम सेमती लिखा इन द फर्स्ट लाइन ऑफ पोएम आई रिफर्स टू आई देखिए एमती करिबो REFERS refers to the poet ठीक अच्छे देख अक्षर बुझी हो कि अक्षर चिन्ह हो पिला माने देख आ सुंदर कर लिखा को चेष्टा करुच्ची देख 3 नंबर करवा 3 नंबर लिखा कहूँ व्हाट आर द टेल्स ऑफ माइस लाइक मूषार टेल किपरि देखा ये लिखा आम द टेल ऑफ द माइस आर द टेल ऑफ द माइस आर आमको कौन दिखाई चैप्टर रे टेल गुड़िक लंबा बोली दिखाई ठीक अच्छे लिखिदे देख 4 नंबर कहूँ 4 नंबर कहूँ दे हैव नो स्किन एट ऑल डज दिस मीन दे हैव नो स्किन और दे हैव वेरी थिंक स्किन जानी छे लिखा देख ये दे हैव नो स्किन मीन्स
that they have no skin means they have very thin skin. बहुत पतला ତାଙ୍କର ଚର୍ମ ଥାଏ। 5 ନମ୍ବର କହୁଛି ହ୍ୱାଟ୍ ଇଜ୍ ଦ କଲର୍ ଅଫ୍ ଦେୟାର ଇୟର୍ସ। ଆମେ ପଢ଼ିକି ଆସିଛେ, ଲେଖିବା ଆମେ ଦ କଲର୍ ଅଫ୍ ଦେୟାର ଇୟର୍ସ of their ears is pink। এটা ଦର୍ଶାହେଇଛି ପିଲାମାନେ, ପାଠକୁ ତମେ ପ୍ରଥମେ ଦେଖିନିଅ, ପ୍ରଥମେ ତାପରେ ବୁଝିପାରିବ। এটা ପାଠରେ ଅଛି, ଠିକ ଅଛି। ଏବେ ସେମିତି 6 ନମ୍ବର କରିବା। 6 ନମ୍ବର କହୁଛି ଦେ where do they run about at night। ସେ ରାତିରେ କୋଉଠିକି ଯାଆନ୍ତି? ଏପଟେ ସେପଟେ ଦୌଡ଼ି ବୁଲିଥାନ୍ତି। ଲେଖିବା ଆମେ they run about the house run about the house at night। ବୁଝିହେଲା? at night। ସେମିତି 7 ନମ୍ବର କରିବା। 7 ନମ୍ବର କହୁଛି which things do they nibble। ସେ କଣକୁ ଟିକେ ଟିକେ କରି ଖାଇଥାନ୍ତି। they nibble, ଲେଖିବା they nibble everything in house। ଠିକ ଅଛି। ତାପରେ 8 ନମ୍ବର ଲେଖିବା। 8 ନମ୍ବରରେ ଅଛି ଡୁ ମୋଷ୍ଟ ପିପୁଲ ଲାଇକ୍ ମାଇସ୍ ଆଣ୍ଡ ହ୍ୱାଇ। 8 ନମ୍ବର ଦେଖିବା, ଦେଖ ମୋଷ୍ଟ ପିପୁଲ don't like mice because they destroy many valuable things। destroy valuable things। ଠିକ ଅଛି। ତାପରେ ଦେଖ 9 ନମ୍ବର କରିବା। 9 ନମ୍ବର କହୁଛି does the poet like mice। ଆମେ ଜାଣିଛେ, ସେଥିପାଇଁ ଲେଖିବା yes the poet likes mice। ତାପରେ 10 ନମ୍ବର which line tells you so। ଦେଖ ଲେଖିବା, ଲାଇନଟା ଲେଖିବା but I think mice are nice। ଏଇଟା ହେଉଛି ସେ ଲାଇନଟା, ତାହାକୁ ଆମେ ସେମିତି କୋଟେସନ ଭିତରେ ରଖିବା ଆଉ ଲେଖିବା this line tells about the poet likes mice। ଠିକ ଅଛି, ବୁଝିପାରିଲା ପିଲାମାନେ? ସେମିତି 11 ନମ୍ବରରେ କ'ଣ ଅଛି ଦେଖିବା। ଏଇଟା ବୋଧେ ଆମର ଶେଷ ନମ୍ବର। 11 ନମ୍ବର କହୁଛି which lines are
repeated in this poem? ତମେ ନିଜେ ପଢ଼ିଛ ପିଲାମାନେ, ତାହା ଜାଣିପାରିଛ। ଦେଖ କୋଉ ଲାଇନଟା ରିପିଟ୍ ହେଇଛି। I think mice are nice। এটা କୋଟେସନ୍ করব କାହିଁକି ନା ଏ ଲାଇନଟା ହେଉଛି ରିପିଟ୍ ହେଇଛି। କ'ଣ କହିବ? This line repeated in this poem। ঠিক ଅଛି ପିଲାମାନେ, ଦେଖ ଟିକେ ଭଲ ଭାବରେ ଦେଖିନିଅ। ପିଲାମାନେ ଆମର ଯଦି ଭିଡ଼ିଓ ଭଲ ଲାଗୁଥିବ, ଭଲରେ ବୁଝିପାରୁଥିବ, ତାହେଲେ ଆମ ସହିତ ଯଦି ଯୋଡ଼ି ରହିବାକୁ ଚାହୁଁଛ, ତାହେଲେ କ'ଣ କରିବ? ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଇଜି ଲର୍ଣ୍ଣିଂ ଓଡ଼ିଆକୁ ସବସ୍କ୍ରାଇବ୍ କରିକି ରଖିବ। ଆମର ଭିଡ଼ିଓ ଭଲ ଲାଗୁଥିଲେ ଆମ ଭିଡ଼ିଓରେ ଗୋଟେ ଲାଇକ୍ କରିବ, ସାଙ୍ଗମାନଙ୍କ ସହିତ ସେୟାର କରିବ। ଠିକ୍ ଅଛି ପିଲାମାନେ, ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ।